ମାଙ୍କୁ ଆବାହନ କରି ଆରମ୍ଭ କରିବା। ମା ମା ଉଦ୍ଭିଦ ଭିତରେ ରହିଥିବା ଅଭିପ୍ସା। ଆଜି ଆମେ ଆଲୋଚନାର ଶୀର୍ଷକ ଅଛି ଉଦ୍ଭିଦ ଭିତରେ ରହିଥିବା ଅଭିପ୍ସା। ମା ଲେଖୁଛନ୍ତି, ତୁମେ କେବେ ଜଙ୍ଗଲ ଦେଖିଛ? ଆଲୋକ ଲାଗି ସଂଗ୍ରାମ କରୁଥିବା ଅଗଣିତ ବୃକ୍ଷ ଏବଂ ଉଦ୍ଭିଦ ଭର୍ତ୍ତି ହୋଇ ରହିଥିବା କୌଣସି ଜଙ୍ଗଲ କେବେ ଦେଖିଛ? ସେମାନେ କିପରି ଖାଲି ଟିକେ ସୂର୍ଯ୍ୟ କିରଣ ମଧ୍ୟକୁ ଆସିବେ ସେଥିଲାଗି ଆପଣାକୁ କେତେ ପ୍ରକାରେ ମୋଡ଼ି ଭାଙ୍ଗି ଶହେ ଚେଷ୍ଟା କରୁଥାନ୍ତି, ତୁମେ ଅନାଇ ଦେଖିଛ? ପ୍ରକୃତରେ ତାହା ହିଁ ହେଉଛି ଜଡର ଭୂମିରେ ଅଭିପ୍ସାର ଏକ ଅନୁଭୂତି। ଆଲୋକ ଲାଗି ଏକ ପ୍ରବଳ ବାସନା ସହିତ ଆପଣାକୁ ଠେଲି ପେଲି ଅଗ୍ରସର କରାଇ ଆଣିବା, ତାହା ହିଁ ଉଦ୍ଭିଦ ମାନଙ୍କର ଅଭିପ୍ସା। ମଣିଷ ମାନଙ୍କ ତୁଳନାରେ ଉଦ୍ଭିଦ ମାନଙ୍କର ଏହି ଅଭିପ୍ସା ସ୍ଥୂଳ ସତ୍ତାର ସ୍ତରରେ ଅଧିକ ହିଁ ରହିଛି। ସେମାନଙ୍କର ସମସ୍ତ ଜୀବନକୁ ପ୍ରକୃତରେ ଆଲୋକ ଲାଗି ଏକ ଉପାସନା ବୋଲି କୁହାଯାଇ ପାରିବ। ଏବଂ ଆଲୋକକୁ ହିଁ ଆମେ ଦିବ୍ୟ ପରମ ସତ୍ତାଙ୍କର ସ୍ଥୂଳ ପ୍ରତୀକ ବୋଲି ଜାଣିବା। ଏବଂ ଏହି ପୃଥ୍ୱୀ ପରିବେଶଟି ମଧ୍ୟରେ ସୂର୍ଯ୍ୟ ପ୍ରକୃତରେ ସେହି ସର୍ବୋଚ୍ଚ ପରମ ଚେତନାରେ ହିଁ ପ୍ରତିନିଧିତ୍ୱ କରନ୍ତି। ଉଦ୍ଭିଦ ମାନେ ଆପଣାର ସରଳ ଓ ଅନ୍ଧ ରୀତିରେ ଏଇ କଥାଟିକୁ ହିଁ ବେଶ ସ୍ପଷ୍ଟ ଭାବରେ ଅନୁଭବ କରିଛନ୍ତି। ଯଦି ତୁମେ ତାହାର ମର୍ମ ଭେଦ କରିବାର କଳାଟିକୁ ଶିଖିପାରିବ, ତେବେ ସେମାନଙ୍କର ଅଭିପ୍ସା ଯେ ପ୍ରକୃତରେ କେଡେ ପ୍ରଗାଢ, ତୁମେ ସେ କଥାଟିକୁ ନିଶ୍ଚୟ ଜାଣିବାକୁ ପାଇବ। ଜଡର ଭୂମିରେ ସେମାନେ ମୋର ପ୍ରଭାବଟି ଲାଗି ସବୁଠାରୁ ଅଧିକ ପରିମାଣରେ ଉନ୍ମୁକ୍ତ ହୋଇ ରହିଥାନ୍ତି। ଆପଣା ଚେତନାର ସ୍ଥିତିଟିକୁ ମୁଁ ଗୋଟିଏ ଫୁଲ ମଧ୍ୟକୁ ଯେପରି ସହଜରେ ସଞ୍ଚାରିତ କରିଦେଇ ପାରିବି, ଜଣେ ମଣିଷ ମଧ୍ୟକୁ ଆଦୌ ସେତେ ସହଜରେ ପାରିବି ନାହିଁ। ଫୁଲ ପ୍ରକୃତରେ ଭାରି ଗ୍ରହଣଶୀଳ ହୋଇ ରହିଥାଏ। ଅବଶ୍ୟ ଏକଥା ସତ ଯେ ଆପଣାର ବୁଝିବା ଲାଗି ଆପଣାର ଅନୁଭବଟିକୁ କିପରି ସୂତ୍ର ଦ୍ଵାରା ବ୍ୟକ୍ତ କରିଦେବାକୁ ହୁଏ, ଫୁଲକୁ ସେଇ କଥାଟି ମୋଟେ ଜଣା ନଥାଏ। କାରଣ ଫୁଲ ଭିତରେ କୌଣସି ମନ କାର୍ଯ୍ୟ କରୁନଥାଏ। ମାତ୍ର ତା ଭିତରେ ସେହି ଶୁଦ୍ଧ ଚୈତ୍ୟ ଚେତନାଟି ସତେ ଅବା ଏକ ସହଜାତ ପ୍ରବୃତ୍ତି ପରି ହୋଇ ରହିଥାଏ। ଆମେ ଯେତେବେଳେ ଅଭିପ୍ସା କଥା କହୁଛନ୍ତି, ସେତେବେଳେ ତା ସହିତ ଗୋଟେ ଗୋଟେ ଶବ୍ଦ ଆସେ, ଯେମିତି କି ଇଚ୍ଛା କରିବା, ଚାହିଁବା। ସବୁବେଳେ ଆମେ ଯୋଉ ଅଭିପ୍ସା ବା ଆସ୍ପୃହା ଯୋଉଟା କହୁଛୁ, ତାର ସରଳ ଅର୍ଥ ବୁଝିବା। ଯେତେବେଳେ ଭଗବାନଙ୍କୁ ଚାହିଁବା, ଭଗବାନଙ୍କୁ ପରିପ୍ରକାଶ କରିବା ପାଇଁ ସଂକଳ୍ପ କରିବା, ସେଗୁଡ଼ିକ ହଉଛି ଅଭିପ୍ସା। ପ୍ରାର୍ଥନା କରିବା ପରମଙ୍କୁ, ସଚିଦାନନ୍ଦଙ୍କୁ, ଦିବ୍ୟଜନନୀଙ୍କୁ ପରିପ୍ରକାଶ କରିବା ପାଇଁ ବା ତାଙ୍କର ଅଭିବ୍ୟକ୍ତିର ଏକ ସାହାଯ୍ୟ ନିମିତ୍ତ ଯନ୍ତ୍ର ହବା ପାଇଁ ଆମେ ଯାହା ବି କାର୍ଯ୍ୟ କରୁଛୁ, ତାହା ହଉଛି ତାଙ୍କ ପ୍ରତି ଅଭିପ୍ସା। ଯାହା ବି କରୁଛୁ, ପରମଙ୍କୁ ବା ସଚିଦାନନ୍ଦଙ୍କୁ ବ୍ୟକ୍ତ କରିବା ପାଇଁ ଆମେ ସଚେତନ ଭାବରେ ଯାହା ବି ପ୍ରୟାସ କରୁଛୁ, ତାହା ହଉଛି ଅଭିପ୍ସା। ଏଠାରେ ମା ଉଦ୍ଭିଦ ଜଗତରେ କିପରି ଅଭିପ୍ସା ରହିଛି, ତାର ପରିପ୍ରକାଶ ପାଇଁ ଗୋଟେ ଏକ୍ସାମ୍ପଲ କହୁଛନ୍ତି। ମା କହୁଛନ୍ତି, ଯଦି ଆମେ ଦେଖିବା ସୂର୍ଯ୍ୟ କିରଣ ପ୍ରତି ଉଦ୍ଭିଦର ଯୋଉ ଅଭିପ୍ସା ରହିଛି, ତାକୁ ତମେ ବା ଆମକୁ ମା କହୁଛନ୍ତି, ତୁମେ ନିଜେ କେବେ ଦେଖିଛ, ତାକୁ ନିରୀକ୍ଷଣ କରିଛ, ପର୍ଯ୍ୟବେକ୍ଷଣ କରିଛ? ଯଦି ଜଙ୍ଗଲ ଭିତରକୁ ଯିବା, ତେବେ ସେଠି ଆଉ ଟିକେ ସ୍ପଷ୍ଟ ଭାବେ ଦେଖି ହୁଏ। ଘରେ ଆମେ ଯେତେବେଳେ ଏକ୍ସପେରିମେଣ୍ଟ କରନ୍ତି, ଯଦି ଘରେ ଗୋଟିଏ ଝରକା ପାଖରେ ଟିକେ ଦୂରରେ ବି ଯଦି ଗୋଟେ ଗଛ ଗୁଡା ଲଗେଇବେ, ତେବେ ଯୋଉ ପଟେ ଆଲୋକ ଆସୁଛି, ଯଦି ଝରକା ପଟୁ ଆଲୋକ ବାହାରୁ ଆସୁଛି, ତେବେ ସେ ସେଇଆଡୁ କି ଡାଳଟି ମୋଡି ହେଇଯାଏ। ସେଇଭଳି ଜଙ୍ଗଲରେ ଅନେକ ଗଛ ଯେହେତୁ ଉଠିଥାଏ, ବହୁତ ଗୁଡାଏ ଗଛ ଥାଏ, ତେଣୁ ସେମାନଙ୍କ ଭିତରେ ଆଲୋକ ଆଡକୁ ନିଜକୁ ପହଞ୍ଚେଇବା ପାଇଁ
ସେ କଣ କରନ୍ତି, କିଏ କୁଆଡେ ଯୋଉ ଆଡେ ବାଟ ପାଇଲା ସେ ସିଆଡେ ବଙ୍କି ବାଙ୍କି ଉଠେ। ନା ସେଇଥିପାଇଁ ଜଙ୍ଗଲର ଗଛ ଗୁଡାକ ବେଶୀ ଡେଙ୍ଗା ହେଇଥାଏ, କାହିଁକି ନା ଆଲୋକକୁ ପାଇବା ପାଇଁ ସେମାନେ ସତତ ପ୍ରଚେଷ୍ଟା କରି ଉର୍ଦ୍ଧ୍ୱକୁ ଆହୁରି ଅଟକି ଉଠିଯାଆନ୍ତି। ସେଇ ଏକା ପ୍ରକାର ଗଛ ଯଦି ଆପଣ ଅନ୍ୟ କୋଉ ଜାଗାରେ ଖୋଲା ଜାଗାରେ ରଖିଥିବେ, ସିଏ ହୁଏତ ଏତେ ଡେଙ୍ଗା ହବ ନାହିଁ, କିନ୍ତୁ ଯେତେବେଳେ ଜଙ୍ଗଲରେ ରହିଯିବ ସେତେବେଳେ ସିଏ ଅଧିକ ଡେଙ୍ଗା ହେଇଯାଏ। ଏଇ ଆଲୋକ ପ୍ରତି ସେମାନଙ୍କର ଯୋଉ ସ୍ୱତଃ ପ୍ରଭୃତ ଏକ ଗତି, ତାହା ହେଉଛି ଉଦ୍ଭିଦ ମାନଙ୍କ ଭିତରେ ରହିଥିବା ଅଭିପ୍ସା। କାରଣ ସୂର୍ଯ୍ୟ ମା ସ୍ପଷ୍ଟ କରୁଛନ୍ତି, ସବୁବେଳେ ଅନେକ ସମୟରେ ଜଣାଉଛନ୍ତି ଯେ ସୂର୍ଯ୍ୟ ହଉଛନ୍ତି ପୃଥିବୀରେ ସର୍ବୋଚ୍ଚ ପରମ ଚେତନାର ପ୍ରତିନିଧିତ୍ୱ ସେ କରନ୍ତି। ସୂର୍ଯ୍ୟ କରନ୍ତି ଆଲୋକର ଯୋଉ ସେ ଦଉଛନ୍ତି, ପରମଙ୍କର ସେ ନିଜେ ପ୍ରତିନିଧିତ୍ୱ କରୁଛନ୍ତି। ଆମର ସନାତନ ଧର୍ମରେ ଦେଖିବେ, ସେଥିପାଇଁ ସୂର୍ଯ୍ୟଙ୍କୁ ବିଜ୍ଞାନ ତ ଏବେ କହୁଛି ସକଳ ଶକ୍ତିର ଆଧାର, କିନ୍ତୁ ଆରମ୍ଭରୁ ଆମର ଯୋଉମାନେ ତପସ୍ୟା କରି ସାଧନାରତ ହେଇ ସାଧୁ ମାନେ, ତପସ୍ୱୀ ମାନେ, ମୁନି ମାନେ, ଋଷି ମାନେ, ସେମାନେ ସୂର୍ଯ୍ୟଙ୍କୁ ଦେବତା ବୋଲି ଯୋଉ ଆଖ୍ୟା ଦେଇଛନ୍ତି, ସେଥିରେ ସେ ଦେଖଉଛନ୍ତି ଯେ କିପରି ସୂର୍ଯ୍ୟ ହିଁ ଆମ ସମସ୍ତଙ୍କର ଅଭିପ୍ସା ର କେନ୍ଦ୍ରବିନ୍ଦୁ, ପୃଥ୍ୱୀବାସୀ ମାନଙ୍କ ପାଇଁ, ଆମ ଜୀବନର ସ୍ଥିତି ପାଇଁ। ତେଣୁ ଏଇ ସର୍ବୋଚ୍ଚ ପରମ ଚେତନାର ପ୍ରତିନିଧିତ୍ୱ କରନ୍ତି ସୂର୍ଯ୍ୟ। ତେଣୁ ସେଇ ଆଲୋକ ଆଡକୁ, ସୂର୍ଯ୍ୟଙ୍କ ଆଡକୁ ସେମାନେ ଯୋଉ ନିଷ୍ଠାପର ଭାବରେ, କେତେ ପ୍ରଗାଢ ଭାବରେ ସେ ସେଇ ଅଭିପ୍ସା କରନ୍ତି କିପରି ସୂର୍ଯ୍ୟ କିରଣ ପାଖରେ ପହଞ୍ଚିବେ, ଏଇଟା ହଉଛି ଜଡ ଭୂମିରେ ନିଜକୁ ଖୋଲି ଧରିବା ବା ପରମଙ୍କ ଆଡକୁ ଗ୍ରହଣଶୀଳ କରି ଧରି ରଖିବା, ଇଏ ହଉଛି ତାର ଏକ ନମୁନା। ବା କହୁଛନ୍ତି ସେଇଟା ଯଦି ମନୁଷ୍ୟ ମାନଙ୍କ କ୍ଷେତ୍ରରେ ଦେଖାଯାଏ, ସେଭଳି ଭାବରେ ସାଧାରଣତଃ ହୁଏ ନାହିଁ। ତାର ଏକ୍ଜାମ୍ପଲ ଦେବାକୁ ଯାଇ କହୁଛନ୍ତି ବା କହୁଛନ୍ତି ଯୋଉ ଗୁଣ ଗୁଡିକ ବା ଯୋଉ ସାମର୍ଥ୍ୟ ଗୁଡିକ ବା ଯୋଉ ଶକ୍ତିକୁ ମା ଚାହାନ୍ତି ଟ୍ରାନ୍ସଫର କରିବା ପାଇଁ, ଫୁଲ ଭିତରେ ତାକୁ ଯୋଉଭଳି ଭାବରେ ଦେଇପାରନ୍ତି, ସେଭଳି ଭାବରେ କୌଣସି ମଣିଷ ପାଖରେ ଦେଇପାରନ୍ତି ନାହିଁ। କାରଣ ମଣିଷର ମନ ଥାଏ, ସେ ତାକୁ ଆପଣ ଯାହା କୁହନ୍ତୁ, ଯାହା ଯୋଉଭଳି ଭାବରେ ଆସିଥାଏ, ତାକୁ ସେ ସେଇଭଳି ଭାବରେ ବା ଅବିକୃତ ଭାବରେ ପରିପ୍ରକାଶ ନ କରି, ସେ ତାର ଧାରଣା, ତାର ଜ୍ଞାନ, ତାର ଭାବନା, ତାର କଳ୍ପନା ତା ଭିତରେ ଏଣ୍ଟ୍ରି କରିଦିଏ। ତେଣୁ ମା କହୁଛନ୍ତି ଫୁଲ ପ୍ରକୃତରେ ଭାରି ଗ୍ରହଣଶୀଳ ହୋଇ ରହିଥାଏ। କାହିଁକି ନା କହୁଛନ୍ତି ସେଥିରେ ଯେହେତୁ ମନ ନଥାଏ, ତେଣୁ ସେ ଆପଣାର ଅନୁଭବଟିକୁ କୋଉଭଳି ଭାବରେ ବ୍ୟକ୍ତ କରିବାକୁ ସେ ଶିଖିନଥାଏ। ତେଣୁ ଫୁଲ ଭିତରେ ଦେଇକି ଶୁଦ୍ଧ ଚୈତ୍ୟ ଚେତନାଟି ସହଜାତ ପ୍ରବୃତ୍ତି ହୋଇ ପରିପ୍ରକାଶ ହୋଇଥାଏ। ସେଥିପାଇଁ ମା ଯେତେବେଳେ ଯାହାକୁ କାହାକୁ କିଛି ଦିଅନ୍ତି, ଯୋଉ ଫୁଲଟି ସେ ଦେଖନ୍ତି କୋଉ ଫୁଲଟି ମାଙ୍କର କୋଉ ଶକ୍ତିକୁ ସର୍ବାଧିକ ଭାବରେ ବା ସୁନ୍ଦର ଭାବରେ ସେ ବହନ କରି ନେଇ ପହଞ୍ଚଉଛି, ସେଇଥିପାଇଁ ମା ସେମାନଙ୍କୁ ଭିନ୍ନ ଭିନ୍ନ ନାମକରଣ ବି କରିଛନ୍ତି। ଏବଂ ମା କଣ କରନ୍ତି, ସେଇ ଫୁଲଟିକୁ ସାଧକକୁ ଦିଅନ୍ତି। ସାଧକଙ୍କର ଅନ୍ତର ପ୍ରେରଣା ଅନୁସାରେ ଯାହା ଦରକାର ହୁଏ, ମା କଣ କରନ୍ତି, ସେଇ ତାତ୍ପର୍ଯ୍ୟ ଥିବା ବା ସେଇ ଶକ୍ତିକୁ ଯୋଉ ଫୁଲ ବହନ କରିକି ଆମ ପାଖରେ ପହଞ୍ଚେଇ ପାରିବ, ମା ସେ ଫୁଲଟିକୁ ଆମକୁ ଦେଇଥାନ୍ତି। ତାରି ମାଧ୍ୟମ ଦେଇ ମା ସେ ଶକ୍ତିକୁ ଆମ ଭିତରକୁ ଛାଡି ଦିଅନ୍ତି। ଯେହେତୁ ଫୁଲ ତାକୁ ଅବିକୃତ କରେ ନାହିଁ, ସରି, ଫୁଲ ତାକୁ ବିକୃତ କରେ ନାହିଁ, ଅବିକୃତ ଭାବରେ ପରିପ୍ରକାଶ କରେ, ତେଣୁ ମା ଫୁଲ ମାଧ୍ୟମ ଦେଇକି ଆମକୁ ଦେଇପାରନ୍ତି। ତେଣୁ ଆମେ ତାକୁ ମାଙ୍କ ଶକ୍ତିକୁ ଆଜ ଇଟ୍ ଇଜ ଗ୍ରହଣ କରିପାରେ। ତେଣୁ ଯେତେବେଳେ ତୁମେ ମାନେ ମୋତେ କୌଣସି ଫୁଲ ଆଣି ଦିଅ, ସେତେବେଳେ ତାହାର ସ୍ଥିତି ସର୍ବଦା ତୁମର ସ୍ଥିତିଟିକୁ ଜାଣିବା ଲାଗି ପ୍ରକୃତରେ ଏକ ଦର୍ପଣ ପରି କାର୍ଯ୍ୟ କରେ। ତୁମେ ଯୋଉ ଫୁଲ ଆଣି ଦଉଛ ଦିଅ, ତୁମେ ଯେତେବେଳେ ଫୁଲ ଆଣି ଦଉଛ, ମା କହୁଛନ୍ତି ଆମ ଭିତରେ ଯୋଉ ଆସ୍ପୃହା ଥାଏ, ସେ କଣ ହୁଏ, ମା ସେ ଫୁଲ ମାଧ୍ୟମ ଦେଇକି ଜାଣିପାରନ୍ତି ଯେ ତୁମେ କଣ ତାଙ୍କ ପାଖରେ ଅର୍ପଣ କରୁଛ। କାହିଁକି ନା ଫୁଲ ଆଜ ଇଟ୍ ଇଜ ଦର୍ପଣ ଭଳିଆ ନେଇକିରି ମାଙ୍କ ପାଖରେ ପହଞ୍ଚେଇ ଦିଏ। ଏପରି ଲୋକ ଅଛନ୍ତି ଯେଉଁମାନେ କି ମୋତେ କୌଣସି ସଦ୍ୟ ଫୁଲଟି ଆଣିଦେବାରେ କେବେ ହେଲେ ସଫଳ ହୋଇପାରନ୍ତି ନାହିଁ। ଫୁଲଟି ପ୍ରକୃତରେ ସଦ୍ୟ ଏବଂ ସତେଜ ହୋଇ ରହିଥିଲେ ମଧ୍ୟ ସେମାନଙ୍କ ହାତକୁ ଆସି ତାହା ନିସ୍ତେଜ ହୋଇଯାଏ। ଫୁଲର ଏଇ ସେନ୍ସିଟିଭନେସ ରହିଛି, ସେ ନିସ୍ତେଜ ହେଇଯାଏ।
ଅନ୍ୟମାନେ ଅବଶ୍ୟ ସର୍ବଦା ମୋ ପାଖକୁ କେବଳ ସତେଜ ଫୁଲ ନେଇ ହିଁ ଆସିଥାନ୍ତି ଏବଂ ସେମାନଙ୍କ ହାତକୁ ଆସି ଝାଉଁଳା ଫୁଲ ଗୁଡାକ ମଧ୍ୟ ସତେଜ ଓ ପ୍ରାଣବନ୍ତ ହୋଇ ଦେଖିଯିବାକୁ ଆରମ୍ଭ କରେ। ଭାବୁଛି ଅନେକ ବ୍ୟକ୍ତି ଅଛନ୍ତି, କେତେକ ବ୍ୟକ୍ତି ଅଛନ୍ତି ସେମାନଙ୍କ ପାଖକୁ ଝାଉଁଳା ଫୁଲ ଥିଲେ ମଧ୍ୟ ସିଏ ତାଙ୍କ ହାତକୁ ଆସିଲା ପରେ ସତେଜ ହେଇଯାଏ। କାହିଁକି ନା ସେମାନେ ସତେଜ ଭାବରେ ମାଙ୍କ ପାଖରେ ପୂର୍ଣ୍ଣ ଶ୍ରଦ୍ଧାର ସହିତ ସ୍ୱତଃ ପ୍ରଭୃତ ହେଇ ନିଜକୁ ଯୋଉ ସମର୍ପିତ କରନ୍ତି, ତେଣୁ ସେଇ ଫୁଲଟିକୁ ଯେତେବେଳେ ସେ ଧରି ଦିଅନ୍ତି, ଝାଉଁଳା ଫୁଲଟି ହେଇଥିଲେ ମଧ୍ୟ ତା ଭିତରେ ସେଇ ଶକ୍ତି, ସେଇ ଆସ୍ପୃହାଟି ତା ଭିତରେ ପ୍ରବେଶ କରିଯାଏ, ଫୁଲଟି ସତେଜ ହେଇଯାଏ। ଯଦି ତୁମ ଭିତରେ ଶକ୍ତିଶାଳୀ ଅଭିପ୍ସା ରହିଛି, ତେବେ ତୁମର ପୁଷ୍ପ ଅର୍ପଣ ମଧ୍ୟ ସତେଜ ଏବଂ ପ୍ରାଣବନ୍ତ ହେଉଥିବ। ଏବଂ ଯଦି ତୁମେ ଯଥେଷ୍ଟ ଗ୍ରହଣଶୀଳ ହୋଇଥିବ, ତେବେ ତୁମେ ମଧ୍ୟ ଅତ୍ୟନ୍ତ ସହଜରେ ମୁଁ ତୁମ ହାତରେ ନେଇ ଦେଉଥିବା ଫୁଲଟିର ସନ୍ଦେଶଟିକୁ ଯଥାର୍ଥରେ ଗ୍ରହଣ କରିବା ଲାଗି ସମର୍ଥ ହୋଇପାରିବ। ଫୁଲ ଦେଉଥିବା ବେଳେ ତୁମମାନଙ୍କୁ ମୁଁ ଚେତନାର ବିଭିନ୍ନ ସ୍ଥିତି ହିଁ ପ୍ରଦାନ କରୁଥାଏ। ମା କହୁଛନ୍ତି ଯେ ଫୁଲ ଦେଉଥିବା ବେଳେ ତୁମମାନଙ୍କୁ ମୁଁ ଚେତନାର ବିଭିନ୍ନ ସ୍ଥିତି ହିଁ ପ୍ରଦାନ କରୁଥାଏ। ଫୁଲ ଗୁଡିକ ସେହି କ୍ଷେତ୍ରରେ କେବଳ ମାଧ୍ୟମ ରୂପେ କାର୍ଯ୍ୟ କରନ୍ତି ଏବଂ ସେଗୁଡିକ ଅଭିଳଷିତ ଚେତନାଟିକୁ ନେଇ ତୁମକୁ ଦେଇପାରୁଛନ୍ତି କି ନାହିଁ, ତାହା ସମ୍ପୂର୍ଣ୍ଣ ଭାବରେ ତୁମର ଗ୍ରହଣଶୀଳତା ଉପରେ ହିଁ ନିର୍ଭର କରୁଥାଏ। ମା ଫୁଲ ତ ଗ୍ରହଣଶୀଳ, ଫୁଲ ମାଧ୍ୟମ ଦେଇ ମା ସେଇ ସାମର୍ଥ୍ୟଟିକୁ ଦେଲେ, କିନ୍ତୁ ଆମେ ଯଦି ଗ୍ରହଣଶୀଳ ନାହୁଁ, ତେବେ ଫୁଲ ଠାରୁ ଆମ ପାଖକୁ ତାହା ସଞ୍ଚରିତ ହୋଇପାରେ ନାହିଁ। ଯଦି ଆମେ ଗ୍ରହଣଶୀଳ ରହିଥାଉ, ତାହେଲେ ଚେତନାର ଆମର ସ୍ଥିତି ଅନୁସାରେ ଫୁଲ ଭିତରୁ ମା ଯୋଉ ଶକ୍ତି ସାମର୍ଥ୍ୟ ଯୋଉ ଗୁଣାବଳୀ ଦେଇଥାନ୍ତି, ତାହା ମୋ ଭିତରକୁ ସେତିକି ପରିମାଣରେ ସଞ୍ଚରିତ ହୋଇଥାଏ। ଯଦି ଦେଖାଯାଏ ମାଙ୍କ ଏଇ ଯେତିକି ଲେଖା ଆମେ ପଢିଲେ, ସେଥିରେ ମା ଯାହା କହୁଛନ୍ତି ଯେ ଯେହେତୁ ମନ ତା ଭିତରେ ନାହିଁ, ତେଣୁ ସେ ଅବିକୃତ ଭାବରେ ମାଙ୍କର ଯାହା ବି ସନ୍ଦେଶ ଥାଏ ତାକୁ ସେ ଆଣିକି ଆମ ପାଖରେ ପହଞ୍ଚେଇ ପାରେ। ଆମେ ତାକୁ ଗ୍ରହଣ କରିପାରୁଛୁ, ସେତେବେଳେ ଆମର ପରିଚୟ ହେଇଥାଏ। ମା ଦିବ୍ୟ ଚେତନା ଦିବ୍ୟ ଇଚ୍ଛା ସହିତ ମିଳିତ ହେବା, ଦିବ୍ୟ ଚେତନା ଓ ଦିବ୍ୟ ଇଚ୍ଛା ସହିତ ମିଳିତ ହେବା। ବା କହୁଛନ୍ତି ଅଜ୍ଞାନ ସହିତ ମିଳିତ ହୋଇ ଯେଉଁ ଶକ୍ତି ନାନା ପ୍ରାଣିକ ପ୍ରବଳତାର ଆକାର ଗ୍ରହଣ କରେ, ତାହା ହିଁ ଆପଣାର ଶୁଦ୍ଧ ରୂପରେ ଆମକୁ ଯଥାର୍ଥ ରୂପାନ୍ତରଟି ଆଡକୁ ଅଗ୍ରସର କରାଇ ନେଇଥାଏ। ଆମ ଭିତରେ ଯୋଉ ଆମେ ଆରମ୍ଭରୁ ଆଗରୁ କଥା ହଉଥିଲେ, ଯୋଉ ଶକ୍ତି ସାମର୍ଥ୍ୟ ଆମ ଭିତରେ ରହିଛି, ତାକୁ କେବଳ ଦିଗ ଦେଖେଇବା ଦରକାର। ତାକୁ କେବଳ ଉଚିତ ମାର୍ଗ, ଉଚିତ ଦିଗ ଦର୍ଶନ କରାଇଦେଲେ, ତେବେ ସେ ତାର ସାମର୍ଥ୍ୟଟିକୁ ସେ ଭଗବାନଙ୍କ ପାଇଁ ବ୍ୟକ୍ତ କରିବ, ପରିପ୍ରକାଶ କରିବ। ତେଣୁ ଯେତେବେଳେ ଆମ ଭିତରେ ଯୋଉଟା ଅଜ୍ଞାନ ସହିତ ମିଳିତ ହେଇଯାଇକିରି ପ୍ରାଣିକ ଗତିବୃତ୍ତିକୁ ଚରିତାର୍ଥ କରୁଛି, ନିମ୍ନ ପ୍ରାଣର ଗତିବୃତ୍ତିକୁ ପରିସ୍ଫୁଟନ କରିବା ପାଇଁ, ପରିମାର୍ଜିତ ପରିବର୍ଦ୍ଧିତ ଯାହା ବି କରୁ ତାକୁ ହିଁ ସନ୍ତୁଷ୍ଟ କରିବା ପାଇଁ ସେ ଯୋଉ ଚେଷ୍ଟା କରୁଛି, ସେଇ ସାମର୍ଥ୍ୟଟି ତାକୁ ଯଦି ଆମେ ବ୍ୟବହାର କରିବା ଶୁଦ୍ଧ ରୂପରେ, ସେ କଣ ହବ ନା ଯଥାର୍ଥ ରୂପାନ୍ତର ଆଡକୁ ଆମକୁ ଅଗ୍ରସର କରାଇ ନବ। ଏଇଟା ଗୋଟେ ବଡ କଥା। ତେଣୁ ଆମେ କଣ କରିବା ଆମ ଭିତରେ, ତେଣୁ ଆମ ଭିତରେ ଯୋଉ ନାନା ବାସନା ଗୁଡାକ ରହିଛି, ବା ନାନା ବାସନାକୁ କାମନା ବାସନାକୁ ଚରିତାର୍ଥ କରିବା ପାଇଁ ଯୋଉ ପ୍ରବୃତ୍ତି ରହିଛି, ତାକୁ ଆମେ କଣ କରିବା ନା ବନ୍ଧନହୀନ ଭାବରେ ନିଜକୁ ସତର୍କ ରଖିବା। ସେ ପ୍ରବୃତ୍ତିର କାର୍ଯ୍ୟ ଯେପରି ଆମକୁ କାମନା ବାସନା ଚରିତାର୍ଥ କରିବାରେ ବ୍ୟବହାର ନ କରେ। ତା ଭିତରେ ସାମର୍ଥ୍ୟ ରହିଛି, ସିଏ ଯାହା ଚାହୁଁଛି ତାକୁ ସେ ଚରିତାର୍ଥ କରିବ, ତାକୁ ସେ ନ ପାଇବା ପର୍ଯ୍ୟନ୍ତ ସେ ଛାଡିବ ନାହିଁ। ତେବେ ତାକୁ ଆମେ ବ୍ୟବହାର କରିବା, ତାକୁ ଆମେ ପରିତୃପ୍ତ କରିବା, ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ଆସ୍ପୃହା କରିବାରେ। ତେଣୁ ଏଇ ପ୍ରକାରର ଯୋଉ ଦିଗ ତାକୁ ଦର୍ଶନ କରାଇବା, ସେଥିପାଇଁ ଆମକୁ ସତର୍କ ରହିବାକୁ ପଡିବ। ମା କହୁଛନ୍ତି ତୁମେ କଦାପି ଭାବିବ ନାହିଁ ଯେ
ପ୍ରାଣିକ ଶକ୍ତିମତ୍ତାକୁ ନିଶ୍ଚିତ ଭାବରେ ତୁମେ କହୁଛନ୍ତି, ତୁମେ କଦାପି ଭାବିବ ନାହିଁ ଯେ ସେଗୁଡିକୁ ଯେ ଅବଶ୍ୟ ପରିତୃପ୍ତ କରିବାକୁ ହେବ। ତମେ କେବେ ବି ଭାବ ନାହିଁ ସେଇ ଯୋଉ କାମନା ବାସନା ରହିଛି ତାକୁ ପରିତୃପ୍ତ କରିବା ନିହାତି ଦରକାର ବୋଲି, କେବେ ବି ଭାବ ନାହିଁ। ଆମ ଭିତରେ ଥିବା ପ୍ରାଣିକ ଶକ୍ତିମତ୍ତାକୁ ଏଇ ଯୋଉ ମନ୍ଦ ଭାବ ବା ମନ୍ଦ ରୂପେ ଯୋଉ ଆସୁଛି ଏକ ପ୍ରସ୍ତାବ, ତାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିବ। କୋଉ ପ୍ରସ୍ତାବ ଆସୁଛି ନା ଯେକୌଣସି ଯୋଉ କାମନା ବାସନାକୁ ତାକୁ ପରିତୃପ୍ତ କରିବାକୁ ପଡିବ। ଅନେକ ସମୟରେ ଆମେ କଥା ହଉଥିଲେ, ବ୍ୟକ୍ତି କଣ କରେ, ସିଏ ଭଗବାନଙ୍କର ଦ୍ୱାହି ଦେଇ ନିଜର କାମନା ବାସନାକୁ ଚରିତାର୍ଥ କରେ। ଶ୍ରୀକୃଷ୍ଣ ଏମିତି କରୁଥିଲେ, ଏଠି ନାରାୟଣ ଏହା କହିଛନ୍ତି, ଶିବ ସେଠି ଏହା କରିଛନ୍ତି। ବେଳେ ବେଳେ ଲୋକ କୁହନ୍ତି, ଆପଣ ଲୋକ କହିବେ ଯଦି ବିବାହ କଥା ଉଠେ, କହୁଛନ୍ତି ଆରେ ଭଗବାନ ତ ନିଜେ ବିବାହ କରୁଛନ୍ତି, ତାଙ୍କର ପତ୍ନୀ ଅଛନ୍ତି, ତମେ କାହିଁ ବିବାହ କରିବନି। କିନ୍ତୁ ଏଠି ଆମେ ଯେହେତୁ ସ୍ୱାମୀ ସ୍ତ୍ରୀ ଏଇ ଘର ସଂସାର କଥା ହିଁ ବୁଝୁ, ତେଣୁ ଯେତେବେଳେ ଉଚ୍ଚତର ଶକ୍ତିକୁ ଆମ ପାଖରେ ବୁଝାଇବାକୁ ଯାଇ ସେତେବେଳେ ଆମ ଚେତନାର ସ୍ଥିତି ଯାହା ଥିଲା, ସାଧୁ ମୁନି ଋଷି ମାନେ ତାକୁ ସ୍ୱାମୀ ସ୍ତ୍ରୀର ରୂପ ନେଇକି ଆମ ପାଖରେ ବର୍ଣ୍ଣନା କରିଛନ୍ତି। ତେଣୁ ଆମେ ଜାଣି ରଖିବା ଉଚିତ ସେଗୁଡାକ ହଉଛି ସିମ୍ବଲିକା, ସେଗୁଡାକ ସିମ୍ବଲିକା। ତେଣୁ ସିଏ ହଉଛନ୍ତି ଶକ୍ତି, ଯେ ଏକ ହିଁ ବ୍ୟକ୍ତି ଯିଏ ସାକ୍ଷୀ ସ୍ୱରୂପ ହେଇ ପୁରୁଷ ରୂପେ ଆମେ କହୁଛନ୍ତି ନାରାୟଣ ହେଇକିରି ପାଳନ କରୁଛନ୍ତି, ଏବଂ ତାଙ୍କରି ଏକ ଶକ୍ତି ଯିଏ ଲକ୍ଷ୍ମୀ ରୂପରେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଆମେ ଲକ୍ଷ୍ମୀ ରୂପ ନାମ ଦଉଛୁ, କିନ୍ତୁ ଏକ ହିଁ ସତ୍ତା, ଏକ ହିଁ ସତ୍ତା ଜଣେ ସାକ୍ଷୀ ସ୍ୱରୂପ ହେଇ ରହିଛି, ଏକ ହିଁ ସତ୍ତା ଯିଏ କାର୍ଯ୍ୟ କରୁଛି। ଯେତେବେଳେ ସେ କାର୍ଯ୍ୟ କରୁଛି, ଯୋଉଭଳି ଭାବରେ ସେ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଛନ୍ତି, ସେତେବେଳେ ତାଙ୍କର ଶକ୍ତିର ସେଇ ପରିପ୍ରକାଶକୁ ଆମେ ଲକ୍ଷ୍ମୀଙ୍କର ପରିପ୍ରକାଶ ବୋଲି କହୁଛୁ। ଯଦି ସିଏ ଯେତେବେଳେ ଦୁର୍ଗା ରୂପୀ ଯୋଉ କାର୍ଯ୍ୟ କରିଛନ୍ତି, ସେତେବେଳେ ତାଙ୍କ ନାଁ ଆମେ ଦୁର୍ଗା ଦେଇଛୁ। ତେଣୁ ସେଇ ଶକ୍ତି ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାବରେ ସିଏ ନିଜକୁ ରୂପାୟନ କରୁଛି। ତେଣୁ ତାକୁ ସେତେବେଳେ ଆମେ ବୁଝିବା ପାଇଁ ଗୋଟେ ନାମକରଣ କରାଯାଇଛି। ତେଣୁ ଆମେ ଯୋଉ ନିଜ ବିଚାରକୁ ନେଇକି ତା ଉପରେ ଥୋପି ଦେବା ନାହିଁ ଏବଂ ପରିତୃପ୍ତ କରି, ଆମେ ବେଳେ ବେଳେ ପରିତୃପ୍ତ କରୁ, ଭଗବାନଙ୍କ ନାଁ ନେଇକିରି ମା କହୁଛନ୍ତି ତାକୁ ପ୍ରତ୍ୟାଖ୍ୟାନ କରିବାକୁ ହବ। ପ୍ରାଣିକ ଶକ୍ତିମତ୍ତାକୁ ନିଶ୍ଚିତ ଭାବରେ ଏକ ମନ୍ଦ ରୂପେ ହିଁ ପ୍ରତ୍ୟାଖ୍ୟାନ କରିବ। ତମେ ଜାଣି ରଖିବ, ଯୋଉ ପ୍ରାଣିକ ଶକ୍ତି ଗୁଡିକ ମତେ ପ୍ରଭୃତି ଗୁଡାକ ଚରିତାର୍ଥ କରିବାକୁ ଚେଷ୍ଟା କରୁଛି, ତାକୁ ମତେ ପ୍ରତ୍ୟାଖ୍ୟାନ କରିବାକୁ ହବ। ତୁମେ ଦିବ୍ୟ ପରମ ସତ୍ତାଙ୍କ ଆଡକୁ ହିଁ ଆପଣା ସତ୍ତାର ଦ୍ୱାର ଗୁଡିକୁ ପୂର୍ଣ୍ଣ ରୂପେ ଉନ୍ମୁକ୍ତ କରି ରଖିଥିବ। ଯେତେବେଳେ ଯୋଉ କାର୍ଯ୍ୟ କରୁଛନ୍ତି, ଛୋଟ କାମ ବଡ କାମ, ସବୁବେଳେ କେବଳ ଦିବ୍ୟ ପରମ ସତ୍ତା ମୋ ଭିତରେ ଦେଇ ପରିପ୍ରକାଶ ହେବେ, ସେଇ ଦ୍ୱାରକୁ ମୁଁ ସବୁବେଳେ ଉନ୍ମୁକ୍ତ ରଖିବି। ନିଜକୁ କେବେ ବି ରିଜିଡ୍ କରିବି ନାହିଁ, ନିଜର ଅହଂକୁ ଜାବୁଡି ଧରିବି ନାହିଁ। ଭଗବାନଙ୍କୁ ପରିପ୍ରକାଶ କରିବା ପାଇଁ, ପରମକୁ ପରିପ୍ରକାଶ କରିବା ପାଇଁ ଆମ ଭିତରେ ସବୁବେଳେ ଯେପରି ଏକ ଆସ୍ପୃହା ରହିଥିବ। ଯେଉଁ ମୁହୂର୍ତ୍ତରେ ତୁମେ କିଛି ନା କିଛି ଗୋପନ କରି ରଖିବାକୁ ମନ କରିବ, ସେତେବେଳେ ତୁମେ ନିଜକୁ ସିଧା ମିଥ୍ୟା ଭିତରକୁ ହିଁ ଟାଣି ନେଉଥିବ। ଏଠି କହୁଛନ୍ତି ତମେ ଆଉ କେତେ ସରଳ ଭାବରେ କହିଥାନ୍ତେ ମୁଁ ବୁଝିପାରୁନି। ଏଇଠି କହୁଛନ୍ତି ତୁମେ ଯେତେବେଳେ ବି ନିଜକୁ କିଛି ଲୁଚାଇ ରଖିବାକୁ ଚେଷ୍ଟା କରୁଛ, କିଛି ନା କିଛି ଯେଉଁ ମୁହୂର୍ତ୍ତରେ, ଆଉ ଥରେ ପଢୁଛି, ଯେଉଁ ମୁହୂର୍ତ୍ତରେ ତୁମେ କିଛି ନା କିଛି ଗୋପନ କରି ରଖିବାକୁ ମନ କରିବ, ସେତେବେଳେ ତୁମେ ନିଜକୁ ସିଧା ମିଥ୍ୟା ଭିତରକୁ ହିଁ ଟାଣି ନେଇଯିବ। ତେଣୁ ତମେ ଯୋଉ ଅଭିସନ୍ଧି ରଖି ଯାହା ବି କରୁଛ, କିଛି ଗୋପନ ରଖୁଛ, ତେବେ ତମେ ମିଥ୍ୟା ଭିତରକୁ ନିଜକୁ ଟାଣି ନଉଛ। ବେଳେ ବେଳେ ଲୋକ କହନ୍ତି ମାଙ୍କ କାମ, ତେଣୁ କିଛି କିଛି କଥା ଲୁଚେଇ ରଖିକି ଯୋଉ କଥା କୁହନ୍ତି, ତାକୁ ଆମେ କୂଟନୀତି କହୁ, ରାଜନୀତି କୁହ, ଯାହା ବି କୁହ, ତୁମେ ତାକୁ ଭଲ ବୋଲି ବି କହିପାର, କିନ୍ତୁ ସେଗୁଡାକ ହଉଛି ସେଇ ରାଜନୀତି ବା କୂଟନୀତି ବା ମିଥ୍ୟା ନୀତି। ଯେପରିକି ବର୍ତ୍ତମାନ କୂଟନୀତି ଆଉ ରାଜନୀତି ମିଥ୍ୟାରେ ପରିଣତ ହେଇଯାଇଛି, ସେଇଭଳି ଭାବରେ ତୁମେ ଯେତେବେଳେ ନିଜକୁ ନିଜ ଭିତରେ କିଛି ଗୋପନ ରଖି, ଅନ୍ୟ ଯେମିତି କଥାରେ କହନ୍ତିନି, ଉଦ୍ଦେଶ୍ୟ ଗୋଟେ ଥାଏ, କहीं पे निगाहें कहीं पे निशाना, ଯେମିତି ହିନ୍ଦୀରେ ରହିଛି,
ମାନେ ଉଦ୍ଦେଶ୍ୟ କିଛି ଥାଏ, କଥା କହିଲା ବେଳେ ଗୋଟେ ଅଲଗା ପ୍ରକାର କୁହନ୍ତି, ପୁରା ଗେଲେଇ ତେଲେଇ କେତେ କଥା କହିବେ। ସେତେବେଳେ ଆପଣ ଜାଣି ରଖିବେ ଆପଣ ନିଜକୁ ମିଥ୍ୟା ଭିତରକୁ ଟାଣି ନେଇ ଗଲେଣି, ଆଉ ଆପଣ ସତ୍ୟ ପଥରେ ନାହାନ୍ତି, ଆପଣ ମାଙ୍କର ପଥରେ ନାହାନ୍ତି। ତେଣୁ ମାଙ୍କ କାମ ତ ଦୂରର କଥା, ମାଙ୍କର ଆଲୋକ ଆଡକୁ ମଧ୍ୟ ତୁମର ଅଭିପ୍ସା ନାହିଁ। ତେଣୁ ନିଜ ଭିତରେ କୌଣସି କଥାକୁ ଏତେ ଟିକିଏ ଦବାଇ କରି ରଖିବା ମାତ୍ରକେ ହିଁ ତାହା ତତ୍କ୍ଷଣାତ୍ ତୁମକୁ ଅଚେତନା ମଧ୍ୟକୁ ଟାଣି ନେଇଯିବ। ସେଇଥିପାଇଁ ମା ଅନ୍ୟ ଏକ ଜାଗାରେ ଆମେ କହିଛନ୍ତି ଯେ ଯିଏ ରୂପାନ୍ତର ପାଇଁ ପ୍ରସ୍ତୁତ ହବ, ଛଳନା ଏବଂ ଚତୁରତା ଇଏ ଦୁଇଟା ହଉଛି ତା ପାଇଁ ଗୋଟେ ବଡ ଶତ୍ରୁ। ଛଳନା, ଚତୁରତା ଏବଂ ବିଷାଦ, ଅବିଶ୍ୱାସ ଏ ଗୁଡିକ ତୁମକୁ ରୂପାନ୍ତର ପାଇଁ ପ୍ରସ୍ତୁତ ପଥରୁ ତୁମକୁ ବିଚ୍ୟୁତ କରି ଭୁଲ ମାର୍ଗରେ ନେଇଯାଏ, ରସାତଳଗାମୀ କରେଇଦବ, ଅଚେତନା ମାର୍ଗକୁ ନେଇଯାଏ। ମା ଲେଖୁଛନ୍ତି ଏଠି, ମାଙ୍କର ବୟସ ହଉଛି ନିଜ ଭିତରେ କୌଣସି କଥାକୁ ଏତେ ଟିକିଏ ଦବାଇ କରି ରଖିବା ମାତ୍ରକେ ହିଁ ତାହା ତତ୍କ୍ଷଣାତ୍ ତୁମକୁ ଅଚେତନା ମଧ୍ୟକୁ ଟାଣି ନେଇଯିବ। ବେଳେ ବେଳେ ଲୋକ କହନ୍ତି ଯେ ମା ଏମିତି କରୁଥିଲେ, ମା କଣ କରୁଥିଲେ କଣ ନ କରୁଥିଲେ, ତୁମେ ଏକ୍ଜାମ୍ପଲ ଦବା ପାଇଁ ତୁମେ ସେଇ ଚେତନାର ସେଇ ସ୍ତରକୁ ଗଲଣି। ଯେତେବେଳେ ଯୋଉ ପରମଙ୍କର ପରମା ଦିବ୍ୟଜନୀଙ୍କର ଚେତନାର ଯୋଉ ସ୍ତର, ସେଇ ସ୍ତରରେ ଯେତେବେଳେ ପହଞ୍ଚିଯିବ, ସେତେବେଳେ ତୁମେ ଜାଣିପାରିବ ଯେ କଣ କରାଯିବ, କେତେବେଳେ କରାଯିବ, କେତିକି କରାଯିବ। ତେଣୁ ତୁମକୁ ସେତେବେଳେ ଛଳନା କରିବାକୁ ପଡିବ ହିଁ ନାହିଁ। ତେଣୁ ନିଜ ଭିତରେ କୌଣସି କଥାକୁ ଏତେ ଟିକିଏ ଦବାଇ କରି ରଖିବା ମାତ୍ରକେ ହିଁ ତାହା ତତ୍କ୍ଷଣାତ୍ ତୁମକୁ ଅଚେତନ ମଧ୍ୟକୁ ଟାଣି ନେଇଯିବ। ଯଦି ତୁମେ ପୂର୍ଣ୍ଣ ସଚେତନ ହେବା ଲାଗି ଇଚ୍ଛା କରୁଥାଅ, ତେବେ ତୁମକୁ ନିରନ୍ତର ପରମ ସତ୍ୟ ଆଗରେ ହିଁ ଠିଆ ହୋଇ ରହିବାକୁ ପଡିବ। ଯଦି ତୁମେ ସତରେ ଚାହୁଁଛ ଯେ ତୁମେ ଭଗବାନଙ୍କର ହବ, ଭଗବାନଙ୍କୁ ପରିପ୍ରକାଶ କରିବ, ଯଦି ସତରେ ଚାହୁଁଛ, ତେବେ ପୂର୍ଣ୍ଣ ସିଏ ତ ଭଗବାନଙ୍କୁ ପରିପ୍ରକାଶ କରିବା ତ ବହୁତ ବଡ ରହିଛି। ତା ପୂର୍ବରୁ କହୁଛନ୍ତି ଯଦି ଖାଲି ତୁମେ ପୂର୍ଣ୍ଣ ସଚେତନ ହେବାକୁ ବି ଇଚ୍ଛା କରୁଛ, ତାହେଲେ ମାଙ୍କ ଆଗରେ, ପରମଙ୍କ ଆଗରେ ନିଜକୁ ନେଇ ଠିଆ କରିଦବ। ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଉନ୍ମୋଚିତ କରିଦେବାକୁ ହେବ ଏବଂ ପରମ ସତ୍ୟ ଯେପରି ତୁମ ଭିତରେ ଅନେକ ଗଭୀର ଯାଏ ଦେଖିବାକୁ ସମର୍ଥ ହବ, ତୁମ ସତ୍ତାର ସବୁ ଯାକ କଣ ଯେପରି ତାର ଦୃଷ୍ଟିଗୋଚର ହୋଇପାରିବ, ସେଥିଲାଗି ତୁମକୁ ସବୁମନ୍ତେ ଚେଷ୍ଟା କରିବାକୁ ପଡିବ। କେବଳ ତାହା ହିଁ ତୁମ ଭିତରେ ଆଲୋକ ଏବଂ ଚେତନାର ସଞ୍ଚାର କରିଦେଇ ପାରିବ ଏବଂ ଏହି କଥା ଗୁଡିକୁ ଆମେ ଏକାନ୍ତ ସତ୍ୟ ବୋଲି ଜାଣି ରଖିବା। ଏତିକି ବାଟ ପର୍ଯ୍ୟନ୍ତ ଯେତିକି କଥା କହିଲେ ମନେ ରଖିବା। ମା କହୁଛନ୍ତି ଏକାନ୍ତ ସତ୍ୟ ବୋଲି ମନେ ରଖ, ଜାଣି ରଖ, ଏଗୁଡା ଏକାନ୍ତ ସତ୍ୟ। କଣ କହିଲେ? କାମନା ବାସନାକୁ ପରିତୃପ୍ତ କରିବାକୁ ଦିଅ ନାହିଁ। ତୁମେ କଦାପି ଭାବିବ ନାହିଁ ଯେ ଏଗୁଡିକ କାମନା ବାସନା ଚରିତାର୍ଥ କରିବା ଦରକାର ବୋଲି। କୌଣସି ବି ଲଜିକ ପକେଇ, କୌଣସି ବି ଯୁକ୍ତି ପକେଇ କରି କେବେ ବି ତୁମେ ଭାବିବ ନାହିଁ ଯେ ଏଗୁଡିକୁ ପରିତୃପ୍ତ କରିବାକୁ ପଡିବ। ତେଣୁ ତାକୁ ମନ୍ଦ ରୂପେ, ମନ୍ଦ ବୋଲି ଭାବି ତାକୁ ପ୍ରତ୍ୟାଖ୍ୟାନ କରିବ ଏବଂ ନିମ୍ନ ସତ୍ତାରେ ଉଚ୍ଚତମ ସତ୍ତାଙ୍କୁ ବା ଦିବ୍ୟ ପରମ ସତ୍ତାଙ୍କୁ ପାଇବା ପାଇଁ ନିଜକୁ ସବୁବେଳେ ଉନ୍ମୁକ୍ତ ରଖିବ। ଉନ୍ମୁକ୍ତ ରଖିବାକୁ ଯିଏ ବାଧା ସୃଷ୍ଟି କରେ, ସେଠି କହୁଛନ୍ତି କଣ? ତୁମେ ଯେତେବେଳେ କିଛି କଥା ଲୁଚେଇ ରଖୁଛ, ଆଉ କିଛି କଥା କହୁଛ, ତାମାନେ ତୁମେ ସତ୍ୟ ଠାରୁ ଦୂରେଇ ଯାଉଛ, ତୁମେ ମିଥ୍ୟା ମଧ୍ୟକୁ ଟାଣି ହେଇ ଯାଉଛ, ଅଚେତନା ମଧ୍ୟକୁ ଟାଣି ହେଇ ଯାଉଛ। କହୁଛନ୍ତି ମାତ୍ର ଏଥିଲାଗି ତୁମକୁ ପୂର୍ଣ୍ଣ ବିନୟ ଅବଲମ୍ବନ କରିବାକୁ ହେବ, ଅର୍ଥାତ୍ ତୁମେ ବର୍ତ୍ତମାନ ପ୍ରକୃତରେ ଯେଉଁଠାରେ ରହିଛ ଏବଂ ତୁମ ଜୀବନରେ ଯାହା ଘଟିବାକୁ ଯାଉଛି, ଉଭୟ ମଧ୍ୟରେ ରହିଥିବା ଦୂରତାଟିକୁ ଭଲ କରି ଜାଣିବ। ଆପଣାର ଅଶୋଧିତ ସ୍ଥୂଳ ମନଟି ସିଏ ପ୍ରକୃତରେ କିଛି ନ ଜାଣିଥିବା ସମୟରେ ସିଏ ସବୁ ଜାଣିଛି ଓ କିଛି ବିଚାର ବା ନିଷ୍ପତ୍ତି କରିପାରୁନଥିବା ବେଳେ ସେ ନିଶ୍ଚୟ ବିଚାର କରିପାରିବ ବୋଲି ଭାବିବାକୁ କେବେ ହେଲେ ଅନୁମତି ଦେବ ନାହିଁ। ତୁମର ସାମର୍ଥ୍ୟ ଅଳ୍ପ, ତୁମର ଜ୍ଞାନ ଅଳ୍ପ, ତୁମର ଅନୁଭବ ଅଳ୍ପ, ତାକୁ ନେଇକିରି କେବେ ଭାବ ନାହିଁ। କହୁଛନ୍ତି ତୁମେ ଜାଣିଛ
ସେ ଜାଣି ନାହିଁ କିନ୍ତୁ ତମେ ତାକୁ ଜବରଦସ୍ତ ଭାବିବାକୁ ଦିଅ ନାହିଁ ଯେ ସେ ଜାଣିଛି। ତେଣୁ ମା କହୁଛନ୍ତି ତାକୁ କେବେ ହେଲେ ଭାବିବାକୁ ଦିଅ ନାହିଁ ଯେ ସେ ସବୁ କିଛି ଜାଣିଛି ଓ କିଛି ବିଚାର ବା ନିଷ୍ପତ୍ତି ସେ କରିପାରିବ ନାହିଁ। ତେଣୁ ତାକୁ ଭାବିବାକୁ ଦିଅ ନାହିଁ ଯେ ସେ ସବୁ କରିପାରୁଛି କରିପାରିବ। ସେଇ ସମୟରେ ବିନୟ ଅବଲମ୍ବନ କର। ସେ ସମୟରେ ବିନୟ ଅବଲମ୍ବନ କରିବା ଅର୍ଥ ହେଉଛି ଯେ ତୁମେ ପୂର୍ଣ୍ଣ ହୃଦୟର ସହିତ ଦିବ୍ୟ ପରମ ସତ୍ତାଙ୍କ ପାଖରେ ହିଁ ଆପଣଙ୍କୁ ଅର୍ପଣ କରିଦେବ। ତାଙ୍କୁ ହିଁ ସାହାଯ୍ୟ ମାଗିବ ଏବଂ ସମର୍ପଣ ଦ୍ଵାରା ସେଇ ମୁକ୍ତି ଓ ଦାୟିତ୍ୱ ମୁକ୍ତତାକୁ ହାସଲ କରିବ, ଯାହାକି ତୁମର ମନକୁ ସମ୍ପୂର୍ଣ୍ଣ ଭାବରେ ଶାନ୍ତ କରିଦେଇ ପାରିବ। ତେଣୁ ମନକୁ ଶାନ୍ତ କିପରି କରିପାରିବ, ସେ ଏଠି ଗୋଟିଏ ଉପାୟ ଆମକୁ କହିଗଲେ। କଣ କରିବ? ତୁମେ ବିନୟ ଅବଲମ୍ବନ କରିବ, ପୂର୍ଣ୍ଣ ବିନୟ ଅବଲମ୍ବନ କରିବ। ଦିବ୍ୟ ସତ୍ତାଙ୍କ ପାଖରେ ନିଜକୁ ନେଇକି ଅର୍ପଣ କରିଦେବ। ତାଙ୍କୁ ହିଁ ସାହାଯ୍ୟ ମାଗିବ। ତାଙ୍କରି ପାଖରୁ ମୁକ୍ତି ଦାୟିତ୍ୱ ସବୁ ତାଙ୍କୁ ହିଁ ପ୍ରାର୍ଥନା କରିବ, ନିରନ୍ତର ଭାବରେ କରିବ, ନିଷ୍ଠାପର ଭାବରେ କରିବ। ମା, ମା, thank you all. Bye bye.